ବର୍ତ୍ତମାନର ବଡ଼ ଖବର ଯାହା ଆସି ପହଞ୍ଚିଛି, ସ୍କୁଲରେ ନିମ୍ନମାନର କାର୍ଯ୍ୟ ପାଇଁ କୋମଳମତି ଶିଶୁର ଜୀବନ ଯାଇଛି। ସୂଚନା ଅନୁଯାୟୀ ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତ ନୟାବଗାପଟିଆ ପ୍ରକଳ୍ପ ସ୍କୁଲରେ ଘଟିଛି ଅଘଟଣ। ସ୍କୁଲରେ ଛୁଆଙ୍କ କ୍ରୀଡ଼ା ମନୋରଞ୍ଜନ ପାଇଁ ନିର୍ମିତ ଖସାଣିର କାନ୍ଥ ଭାଙ୍ଗିଯିବାରୁ ଚତୁର୍ଥ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ସାହୁଙ୍କ ମୃତ୍ୟୁ। ଦେଖନ୍ତୁ ଏ ଦୃଶ୍ୟ କେତେ ଦୁଃଖଦ ଓ ଦୁର୍ଭାଗ୍ୟଜନକ। ପାଠ ପଢ଼ିବା ସ୍ଥାନ କେତେ ଅସୁରକ୍ଷିତ। ଏଠାରେ ପ୍ରଶ୍ନ ଉଠୁଛି, ଏଭଳି 5 ଇଞ୍ଚର ୱାଲ୍ ବିନା ରଡ୍ କଂକ୍ରିଟରେ କିପରି ନିର୍ମାଣ ହୋଇଥିଲା? କିଏ ଏହାର କଣ୍ଟ୍ରାକ୍ଟର? କେଉଁ କନିଷ୍ଠ ଯନ୍ତ୍ରୀ ଏହାର ତଦାରଖ କରୁଥିଲେ? ଏ ସ୍କୁଲର ପ୍ରଧାନ ଶିକ୍ଷକ ଏତେ ବେହୁସିଆରୀ କାହିଁକି? କୋମଳମତି ଶିଶୁଟିର ବାପା ମାଆଙ୍କୁ ଏ ପରିସ୍ଥିତିରେ କିଏ ଉତ୍ତର ଦେଇପାରିବ? ଏ ମାଆର ଆଖିର ଲୁହ ପାଇଁ ଦାୟୀ କିଏ? ଏହା ନିଶ୍ଚିତ ତଦନ୍ତ ସାପେକ୍ଷ। ब्यूरो रिपोर्ट, स्वराज्य खबर।